ପ୍ରତିଦିନର ଚିନ୍ତା ଓ ପ୍ରାର୍ଥନା। ସ୍ୱାମୀ ପରମାନନ୍ଦ। ଫେବୃଆରୀ 5। ଦିନଟିର ପ୍ରଧାନ ଚିନ୍ତା। ବ୍ୟର୍ଥତା କେବଳ ବାହ୍ୟିକ ନୁହେଁ, ଏହାର ଅର୍ଥ ଭିତରେ କିଛି ଗୋଳମାଳ ରହିଛି। ସ୍ମରଣୀୟ ପଂକ୍ତି। ତୁମେ ଯେବେ ଥାଅ ପାଖେ ପାଖେ, ମୁଁ କେବେ କରେ ନାହିଁ ଭୟ। ଜୀବନ ବା ମରଣ ପାରେ ନାହିଁ ଦଳି ଆତ୍ମାକୁ ମୋର, କିନ୍ତୁ ଯେବେ ତୁମେ ଯାଅ ଅପସରି, ବିଷାଦ ବୁଡ଼ାଏ ମୋର ହୃଦୟ ଆଧାର। ଭୁଲିଯାଏ ତୁମକୁ ଡାକିବାକୁ କିପରି, ଊର୍ଦ୍ଧ୍ୱେ ଚାହେଁ ଖୋଜିବା ଆଶାରେ। ଅନ୍ତର ମୋର ସହେ କେତେ ଦୁଃସ୍ୱପ୍ନର ଅକଥ୍ୟ ଯାତନା। ନୀତି ଉପଦେଶ। ବାସ୍ତବିକ ଆମେମାନେ ଆତ୍ମାର ସ୍ୱରୂପ। ଆମର ବାସ୍ତବ ସତ୍ତା ରହିଛି ଭଗବାନଙ୍କର ସତ୍ତା ମଧ୍ୟରେ। ସେହି କଥା ଯଦି ଭୁଲିଯାଉ, ତେବେ ଆମ ଜୀବନରେ ଆସେ ଚରମ ବ୍ୟର୍ଥତା। ଭୁଲ ଭ୍ରାନ୍ତି ଏମିତି କିଛି ପାପ ନୁହେଁ। ଆମେ ସତ୍ କାର୍ଯ୍ୟ ମଧ୍ୟ ଦେଇ ଯେପରି ଶିଖୁ, ଭୁଲ ଭ୍ରାନ୍ତି ଭିତର ଦେଇ ମଧ୍ୟ ସେହିପରି ଶିଖୁ। ଭୁଲ କରିବା ଆମର ଦୁର୍ଭାଗ୍ୟ ନୁହେଁ, କିନ୍ତୁ ଯେତେବେଳେ ସେହି ଭୁଲ କଥା ଭାବି ଭାବି ଅନୁଶୋଚନା କରୁ, ସେଠାରେ ହୁଏ ଆମର ଦୁର୍ଭାଗ୍ୟ। ଧର୍ମ ଜୀବନ ଠିକ୍ ଠିକ୍ ଯାପନ କରିପାରିଲେ ଆମେ ସବୁ ଦୁଶ୍ଚିନ୍ତା ଓ ହତାଶାରୁ ମୁକ୍ତ ହେଉ। ହୃଦୟ ଯଦି ମାନଯଶ ପାଇଁ ଲାଳାୟିତ ହୁଏ, ତେବେ ବ୍ୟର୍ଥତା ଓ ପରାଜୟ ଆମକୁ କାତର କରେ। ଯେତେବେଳେ ଆମର ମନ ଇଷ୍ଟ ଆବେଶରେ ପୂର୍ଣ୍ଣ ହୁଏ, ସେତେବେଳେ ଆମେ ସ୍ଥିର ଓ ଅବିଚଳିତ ହୋଇ ରହୁ। ପ୍ରାର୍ଥନା। ହେ ମୋର ଭଗବତୀ ମା, ଏ ହୃଦୟକୁ ତୁମେ ଆନନ୍ଦମଣ୍ଡିତ କର। ଏ ହୃଦୟ ଆଶାପୂର୍ଣ୍ଣ ଓ ବଳଯୁକ୍ତ କର। ମୁଁ ଯେପରି ସକଳ କଷ୍ଟ ଓ ବିପଦର ମଧ୍ୟ ଦେଇ ଅବିଚଳିତ ସାହସର ସହିତ ଚାଲିପାରିବି। ମୁଁ ଯେପରି ତୁମର କୋମଳ ଯତ୍ନ ଓ ପ୍ରେମପୂର୍ଣ୍ଣ ନିରାପତ୍ତା ପ୍ରତି ଅଜ୍ଞାନ ନ ହୁଏ।